तो କହିବୁ ଶଳା ମୁଁ ତୋ କଥାକୁ ବିଶ୍ୱାସ କରିବି ନାହିଁ। ଏଇ ବେଶ ସେମାନେ ତୋ ଦେହରେ ହାତ ଦେଲେ ତୁ ଶଳାଟିକ ଚୁଡ଼ି ପିନ୍ଧିଥିଲୁ। ಅಯ್ಯೋ ಅಮ್ಮ ಯಾರೇ ସେମାନେ ଥିଲେ 4 ଜଣ ଆମେ ଏକା ସେମାନେ ଆମ ମୁଣ୍ଡରେ ବନ୍ଧୁକ ଲଗେଇଦେବେ। ଆଉ ତୁ ଶଳାଟି ସୁନା ପିଲାଙ୍କ ଭଳି ତା ହାତରେ ଟଙ୍କା ଦେଇ ଚାଲି ଆସିବି। ଆଉ ଏ କଥା କହୁନାହାନ୍ତି ଆଜ୍ଞା। ମାରିଥାନ୍ତୁ ନହେଲେ ମରିଥାନ୍ତୁ। ନିର୍ଲଜ ମୁଁ ଦେଖିବାକୁ ଶଳାଟି ମୋ ସାମ୍ନାକୁ ଆସିନଥାଏ। ଆଜ୍ଞା ଆମେ କିଏ କହୁଛି ଆମ କଥାକୁ ଧରି ବୁଝୁଛନ୍ତି। କହୁଛି ଟଙ୍କା ବାହାର କର ମୋର ଶଳାକୁ ଏଇଠି ମାରିଦେବି। ମାରିଦେବେ କିଏ? ମାରିଦେବେ କିଏ? ସେମାନେ ଏକା ଆମକୁ ଛୋଟ କରିଦିଅନ୍ତୁ। ହେଲେ ଆମେ ସତ କହୁଛେ ଆଜ୍ଞା ଏ ଭୂଷଣ ବେଇମାନେ ନୁହଁ କି ଆପଣ ସହିତ କେବେ ବି ବେଇମାନେ କରିପାରିବେ। ଆଜ୍ଞା ବେଇମାନ କଣ ଗଛରେ ଫଳନ୍ତି? ଟଙ୍କାର ଲୋଭ ମଣିଷକୁ ବେଇମାନ ସଜେଇ। ଆଜ୍ଞା ଭଲରେ କହୁଛି ଟଙ୍କା ବାହାର କର ତାହେଲେ ତାକୁ ମାରିଦେବେ। ବୁଝବିହାରୀ ସେ ମରିଗଲେ ଆପଣଙ୍କ ହାତକୁ ତ ଆଉ 2 ଲକ୍ଷ ଟଙ୍କା ଆସିବ ନାହିଁ। ଓହୋ ବୁଝୁନ ପାଇଁ ବୁଝବିହାରୀ ମଦ ଦୋକାନ ଲାଇସେନ୍ସ ପାଇଁ ମନ୍ତ୍ରୀଙ୍କ ପାଖରେ 2 ଲକ୍ଷ ଟଙ୍କା ପହଞ୍ଚିବା ନିହାତି ଦରକାର। ଆଉ ତମେ ବି ଭଲ ଭାବରେ ଜାଣିଛ। ଆପଣ କାଇଁ ଟେନସନ ହଉଛନ୍ତି କହିଲେ ସାର୍? ଟଙ୍କା 2 ଲକ୍ଷ ଏଇଥିରେ କଣ ଆପଣଙ୍କ ପୋଖରୁ ପାଣି ସରିଲା? ଓ ବୁଝବିହାରୀ ତମେ ବୁଝୁନ କାହିଁକି? ମୁଁ ସବୁ ବୁଝିଛି ସାର୍। ମନ୍ତ୍ରୀ ଟଙ୍କା ନେବେ ଆପଣ ଲାଇସେନ୍ସ ପାଇବେ ସବୁ ଠିକ ହେଇଯିବ। ଆପଣ ଜମା ବ୍ୟସ୍ତ ହୁଅନ୍ତୁ। ଏଇ ବୁଝ ତୁ ଯା ମୋର ସାରଙ୍କ ସାଙ୍ଗେ ଟିକେ ପ୍ରାଇଭେଟ କଥା ଅଛି। ଆଜ୍ଞା ଆଜ୍ଞା ଆମେ ଆସୁଛୁ ଆଜ୍ଞା। ଜୁହାର ଆଜ୍ଞା। ଆಯ್ಯೋ ಅಮ್ಮ ବୁଝବିହାରୀ ଏଇଟାକୁ ଛାଡ଼ି ଦେଇ ତମେ କିଛି ଠିକ କଲଣି ବୁଝବିହାରୀ। ହଉ ହେଲା ଆଉ 2 ଘଣ୍ଟା ପରେ ମୁଁ ଆଣିକି ତାକୁ ଆପଣଙ୍କ ପାଖରେ ପହଞ୍ଚେଇଦେବି। ଆପଣ ଯାହା କରିବା କଥା କରନ୍ତୁ। ହେଲେ ଏବେ ଯୋଉ ମୌସୁମୀ ଆପଣଙ୍କ ଚେମ୍ବର ଭିତରକୁ ପଶି ଆସୁଛି ତାକୁ ଯଦି ଉପଭୋଗ ନ କରିବେ ସେ କଣ ଏତେ ବାଟ ଅପେକ୍ଷା କରି ରହିପାରିବ ସାର୍? ମୌସୁମୀ ଆରେ ବୁଝବିହାରୀ କୋଉ ମୌସୁମୀ? ଯୋଉ ମୌସୁମୀ ପାଗ ପରିବର୍ତ୍ତନ କରେ। ତମେ କଣ କହୁଛ କି ବୁଝିପାରୁନି? ଆପଣ ଆଉ ହେବେନି ସାର୍। ବହୁତ ଦିନ ହେଲା ଚେମ୍ବରଟା ପୁରା ଅପରିଷ୍କାର ହେଇନାହିଁ। ତେଣୁ ମୌସୁମୀ ଝଡ଼ରେ ଏ ଚେମ୍ବର ଭିତରେ ଗୋଟେ ଛୋଟ କାଟିଆ ଝଡ଼ ସୃଷ୍ଟି ହବ ନା? ବୁଝବିହାରୀ ଆରେ ମୌସୁମୀର ନାଁଟା କଣ? ଶ୍ରାବଣୀ। ଧାର ଉଦ୍ଧାର କରିକି ଭାଇଟାକୁ ଚିକିତ୍ସା କରିଥିଲା ଯେ କରଜ ସୁଝି ପାରୁନି। ଟଙ୍କା 50,000 ତା ନିହାତି ଦରକାର। ଆପଣଙ୍କୁ ମାଗିବାକୁ ସାହସ କରିପାରୁନଥିଲା। ମୁଁ ଭରସା ଦେବାରୁ ସିଏ ଆପଣଙ୍କୁ ଦେଖା କରିବ। ମୌସୁମୀର ନାଁ ଶ୍ରାବଣୀ। ନମସ୍କାର। ନମସ୍କାର ନମସ୍କାର। ମୁଁ ଶ୍ରାବଣୀ ମହାପାତ୍ର ଆଙ୍କର ସେକ୍ସନରେ କାମ କରେ। ହଁ ଜାଣିଛି ଗତଦିନ ମୋ ଚାମ୍ବରକୁ ଡାକିଥିଲି ହେଲେ ତୁ ଆସିନଥିଲୁ। ଭୟ ଲାଗିଲା ସାର୍। ମୁଁ ଆମ କମ୍ପାନୀରେ ଚାକିରି କରିଛି। ଆପଣ ହେଉଛନ୍ତି କମ୍ପାନୀର ମ୍ୟାନେଜର ଆଉ ମୁଁ ଜଣେ ସାଧାରଣ କର୍ମଚାରୀ। ଆଉ ଆଜି କଣ ତୋର ପ୍ରମୋସନ ହେଇଗଲା ଯେ ସିଧା ଚାମ୍ବର ଭିତରକୁ ପଶି ଆସିଲୁ? ନାଇଁ ସାର୍ ବ୍ରଜ ମଉସା କହିଲେ ତ। ବ୍ରଜ ମଉସା କଣ କହିଲେ? କହ ତୋର କଣ କଥା? ଏମିତି କହିବାକୁ ଗଲେ ଆମ ଘର ଆର୍ଥିକ ଅବସ୍ଥା ଭଲ ନାହିଁ। ଦୁର୍ଘଟଣା ଭାରି ଅକର୍ମଣ ହେଇଯିବା ପରେ ମୁଁ ଭାରି ଅସହାୟ ହେଇପଡ଼ିଛି। ଧାର କରଜ ବି ବହୁତ। ଦରମାକୁ ନେଇ ଆମେ ଭାଇ ଭଉଣୀ 2 ଜଣ ସିନା ଚଳି ଯାଉଛୁ ହେଲେ ଧାର କରଜ ଆମେ ସୁଝି ପାରୁନୁ। ସେଇ କଥା ମୁଁ ବ୍ରଜ ମଉସାକୁ କହୁଥିଲି ଆଉ ସିଏ କହିଲେ ଆପଣଙ୍କୁ କହିବା ପାଇଁ। କିଛି ଅସୁବିଧା ନାହିଁ। ଆଚ୍ଛା ମୋତେ ଖାଲି କହ କେତେ ଟଙ୍କା ହେଲେ ତୋର ସବୁ ଅସୁବିଧା ଦୂର ହେଇଯିବ? ଏଇ 50,000 ହେଲେ ହେଇଯିବ ସାର୍। 50,000 ଟଙ୍କା? ହଉ ହେଲା ମୁଁ ତୋତେ 50,000 ଟଙ୍କା ଦେବି ହେଲେ ସେସବୁ ତ ପୁଣି ଧାର ହେଇଯିବ ନା? ପ୍ରତି ମାସରେ ମୋ ଦରମାରୁ କିଛି କିଛି କାଟି ନେବେ ସାର୍। ବଡ଼ ବଡ଼ ମଣିଷ ନୁହଁ ମୁଁ ତ ପ୍ରତି ମାସର ଟଙ୍କାରୁ କାଟି ନେଲେ ତମେ ଭାଇ ଭଉଣୀ ଅସୁବିଧା ରହିବ। ମତେ କଣ ଭଲ ଲାଗେ? ହଁ ଯେ ହେଲେ ମୁଁ ଆଉ କଣ କରିପାରିବି ସାର୍? ଆରେ ସୁନ୍ଦରୀ ଝିଅକୁ ଟଙ୍କା ରୋଜଗାର କରିବାରେ କୌଣସି ଅସୁବିଧା ନାହିଁ। ମାନେ ତୁ ଚାହିଁଲେ ତତେ 50,000 ଟଙ୍କା ମୁଁ ଏକ୍ସଟ୍ରା ବି ଦେଇପାରେ। କିନ୍ତୁ କେମିତି ସାର୍? ମୁଁ ତତେ ଯେତେବେଳେ ଚାମ୍ବର ଭିତରକୁ ଡାକିବି ତୁ ଚାମ୍ବର ଭିତରକୁ ଆସି ମୋ ସହିତ ଦେହର ସମ୍ପର୍କ ରଖିବୁ। ଆପଣ ଏମିତି କଣ କହୁଛନ୍ତି? ହଁ ଏ ସିଦ୍ଧାର୍ଥ ମଙ୍ଗରାଜର ହବ ତୁ ପ୍ରାଇଭେଟ ପ୍ରପର୍ଟି। ସୁନାର ପଲଙ୍କରେ ଶୋଇବୁ ସୁଖ ଶାନ୍ତିରେ ରହିବୁ। ତାମାନେ ସାର୍ ଆପଣ ମତେ ବିବାହ କରିବେ?
ମୋ ଠିଆ ଠିଆ ସ୍ୱପ୍ନ ଦେଖୁଛୁ ନା ହେଇ ଟଙ୍କା ନବୁ ମଜା ଦବୁ ବାସ୍। क्षमा करबे सार अर्थ पाई मु मो इज्जत को बिक्री करि परिबिनी मु आसुची छाड़। এই তো এতে সাহস ମୋ ଚାମ୍ବର ଭିତରକୁ ଆସି ମୋ ସହିତ ସମ୍ପର୍କ ନ ରଖି ତୁ ଚାଲିଯିବୁ। ଆଉ କଣ ଆପଣ ମୋ ଝିଅ ଇଜ୍ଜତ को जोर କରି ଅପହରଣ କରିବେ? ଥରେ ମୌସୁମୀଟା ମୋ ଚାମ୍ବର ଭିତରକୁ ପଶି ଆସିଛି ମାନେ ତାକୁ ଉପଭୋଗ ନ କଲେ ମୌସୁମୀର ସମ୍ମାନ ହବନି। ଜରା ମୋ ଇଜ୍ଜତରେ କଳଙ୍କ ଲାଗିବ। ଚୁପ କର ଚାଲିଆ ପଇସା ମୁଁ ପାରିବିନି। मैटर करके कंसल्ट करिया पाई ମୋ ପାଖରେ ସମୟ ନାହିଁ ତୁରନ୍ତ ଯାଅ ଏଠୁ। ମତେ ବି ସାଙ୍ଗରେ ନେଇ ଯା ତୁ। ତୁ ଏଠୁ ଯାଇପାରିବୁନି। मु किंतु तम मन नहीं मैं जाऊनी सा ତୁ ଜାଣିଛୁ ତୁ କାହା ସାଙ୍ଗରେ ଖାଇ କଥାବାର୍ତ୍ତା କରୁଛୁ। हां जानी थी ओनी जोर भी जानवर से कथा होची ମୁଁ ଏ କମ୍ପାନୀର ମ୍ୟାନେଜର। आपण भी जानी रखिबा उचित मु ए कंपनी रो अकाउंटेंट ତୁ ମୋ ଡରରେ କାମ କରୁଛୁ। तार माने न जे मो सामने हमर झियो सपनास करबे तब चुपचाप निरो रास्ता दे देखिबी ପଳେଇ ଯା ତୁରନ୍ତ ଆଡୁ ପଳେଇ ଯା ନହେଲେ କଥାଟା କିଛି ଭଲ ହବ ନାହିଁ। ପଳେଇ ଯା। आपण धमक को डरी गोटे झियो इज्जत को सुरक्षा न दे चली जिबा ए श्रीकांत महापात्र नुह ଏ ଶଳାଟି ତ ବଞ୍ଚିବା ମୁସ୍କିଲ କରିଦେବି ବେ। ପିଲାଦିନେ ମୋ ବାବା ତିନିଟି କଥା ଶିଖେଇଥିଲେ ଅନ୍ୟାୟ ସହିବୁନି ଅନ୍ୟାୟ କରିବୁନି ଆଉ ତୃତୀୟରେ ଅନ୍ୟାୟକୁ ପ୍ରତିରୋଧ କରିବା ପାଇଁ ଡରି ଯିବୁନି ଆଚ୍ଛା ଏତେ ଦମ ତମର। ଆଗରୁ ଶୁଣିଥିଲି ଆପଣ ନଷ୍ଟ ଚରିତ୍ର କିନ୍ତୁ କୋଉଟା ଆଜି ଆଖିରେ ଦେଖିନେଲି ମୋ ଖବରଟା ବସିଗଲା। କ'ଣ କରିବେ ତୁମ ଆପଣଙ୍କ ଘୃଣିତ ଚେହେରାଟାକୁ ମୁଁ ସମସ୍ତଙ୍କୁ ଦେଖେଇଦେବି ଭକ୍ତ ମୁଖଟାକୁ ମୁଁ ସମସ୍ତ ପ୍ରକାଶ କରିଦେବି ଏ ଅଫିସରେ ମୋର କୌଣସି ଅସ୍ତିତ୍ୱ ନଥିବ। ମାନେ କମ୍ପାନୀର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ କରିଦେବି ଏଇ ପ୍ରସ୍ତାବ ଦବ ତୁମେ ନା ଆଉ ସଫା କହିଦେବି ଏଠି ଆପଣ ବିକିକି ଯଦି ତା ପ୍ରକାଶ ସୁଯୋଗ ତାର ବହୁତ ଜଣଥିବା ବିଷୟ ବି ଦେବେ କାମ ଶେଷ। କଣ ହେଇଛି କାହା ଉପରେ ଏମିତି ବିରକ୍ତ ହଉଛ? ଆଉ ଉପରେ ବିରକ୍ତ ହେବି ନିଜ ଭାଗ୍ୟ ଉପରେ ହଉଛି। ଆରେ ଆରେ ଆପଣ ସେଠି ଅଟକିଗଲେ କାହିଁକି ଆସନ୍ତୁ ନା। ଶ୍ରାବଣୀ ସେ ବାବୁ କିଏ? ମୁଁ ଯୋଉଠି କାମ କରେ ଇଏ ବି ସେଠି କାମ କରନ୍ତି। ହେଲେ ସେ ଆମ ଘରକୁ କାହିଁକି ଆସିଛନ୍ତି? ତମ ଘରକୁ ଆସିବାକୁ ମତେ ମନା ନାଇଁ ବାବୁ ସେ କଥା ନୁହେଁ ଯେ ଆଚ୍ଛା ମତେ ପ୍ରଥମେ କହିଲେ ମୁଁ ଏ ଘରକୁ ଆସିଲା ବେଳେ ଆପଣ କାହାକୁ ଗାଡ଼ି ଦେଉଥିଲେ କାହା ସହିତ କଥାବାର୍ତ୍ତା ହେଉଥିଲେ କଥା କଣ କି ବାବୁ 6 ମାସ ତଳେ ମୋର ଗୋଟେ ଆକ୍ସିଡେଣ୍ଟ ହେଇଥିଲା ହସ୍ପିଟାଲରେ ଥିଲା ମୋ ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର ପଡ଼ିଲା। ଏଇ ପଡ଼ୋଶୀ ନବକନ ବିଷୟରେ ମୋ ଭଉଣୀ ଯାଇ 50,000 ଧାର ଆଣି ମୋର ଚିକିତ୍ସା କଲା। କାହିଁ ତମର ସେତେବେଳେ କିଛି କାମ କରୁନଥିଲା ସେମିତି ନିର୍ଦ୍ଦିଷ୍ଟ କାମ ତ କରୁନଥିଲି ବାବୁ। ହେଲେ ସବୁଦିନ ମୋ ସାଇଡ୍ ଉପରକୁ ଯାଏ ଯାହା କାମ ମିଳେ ପରେ ଘରକୁ ଫେରି ଆସେ। ସେଇଥିରେ ଆମେ ଭାଇ ଭଉଣୀ 2 ଜଣ ଚଳି ଯାଉଥିଲୁ। ମାତ୍ର ଭାଇଙ୍କ ଆକ୍ସିଡେଣ୍ଟ ମୋତେ ଚାକିରି ଖୋଜିବା ପାଇଁ ବାଧ୍ୟ କଲା। ଆଉ ମୁଁ ଶେଷରେ କମ୍ପାନୀ ଖଣ୍ଡେ ଚାକିରି ପାଇଲି। 6 ମାସ ହେଲା ମୁଁ ଘରେ ବସି ଭାବି ଏଇ ଶ୍ରାବଣୀର ଦରମା ପଇସାରେ ଆମେ ଚଳୁଛୁ ତେଣୁ ସେ ଟଙ୍କା ଆମେ ଶୁଝିପାରୁ ଆଉ ସେଇଥିପାଇଁ ସେ ନବକନ ବିଶ୍ୱାଳ ତା ଘରକୁ ଡାକି ମୋତେ ଅସଙ୍ଗତ ପ୍ରସ୍ତାବ ଦେଉଛି। ଅସମ୍ଭବ ପ୍ରସ୍ତାବ ମାନେ ମୁଁ ଜାଣିନଥିଲି ବାବୁ ଟଙ୍କା ଦେବା ପଛରେ ତାର ଗୋଟେ ମନ୍ଦ ଉଦ୍ଦେଶ୍ୟ ଅଛି। ଓହୋ ସିଏ କଣ କହିଲା ସେଇ କଥାଟା କହୁନ? ଆରେ ସେ କହୁଛି ତୁ ତ ଟଙ୍କା ଶୁଝି ପାରିବୁନି ତ ଭଉଣୀ ଶ୍ରାବଣ ସହିତ ମୋ ବାହାଘର କରିଦି ତାକୁ ମୁଁ ଭଲ ରଖିବି ଆଉ ତୋର ବି କିଛି ଅଭାବ ରହିବନି। ବାବୁ ଆପଣ କହିଲେ ନବକନ ବିଶ୍ୱାଳକୁ ବୟସ 60 ହବ ଘରେ ତାର ପୁଅ ବୋହୂ ଏବେ ନାତିଟିଏ ହେଇଛି। ସେଠୁ ତମେ ପୁଣି କଣ କହିଲ? କଣ ଆଉ କହିବି ଆରେ ମୁଁ ଆଉ କିଛି ସମୟ ମାଗି ଆସିବି ନାଇଁ ଆମ ପାଇଁ ଆପଣ ତମ ପାଇଁ ଆଜିକାଲି ତମ ସମସ୍ତ ଦାୟିତ୍ୱ ହଉଛି ମୋ ଯଦି ମୋତେ କଣ ହଉଥିଲା କମ୍ପାନୀର ନିଜ ଘର ପର୍ଯ୍ୟନ୍ତ କାହିଁକି ସେଥିରେ ଆଣୁଥିଲା ବାବୁ ଶ୍ରାବଣୀ ହେଉଛି ମୋ ଭଉଣୀ ସେ ଯାହା ବି କରିଛି ସବୁ ମୋରି ପାଇଁ କରିଛି ଆଉ ଭାଇ ହିସାବରେ ତାକୁ ସୁରକ୍ଷା ଦେବା ଦାୟିତ୍ୱ ମୋର। ଆପଣ ମୋ ଦାୟିତ୍ୱ ନେଇ କାହିଁ ମୋ ଭଉଣୀ ପାଖରେ ମୋତେ ଛୋଟ କରିଦେବା ପାଇଁ ଚେଷ୍ଟା କରୁଛନ୍ତି? ଭୁଲ ଧରିଲା ତମର ତମେ ଭୁଲ କହୁଛ ତମେ ଶ୍ରାବଣୀର ଭାଇ ସେ ଅଧିକାର ତମକୁ କେହି ଛଡ଼େଇ ନେଇପାରିବେନି କିନ୍ତୁ ଆଜିଠୁ ଶ୍ରାବଣୀ ଜୀବନ ଭିତରେ
ମୁଁ ବି ମୋ ଅଧିକାର ସାବ୍ୟସ୍ତ କରିବି। ହଁ ଆଜିର ତମ ସମସ୍ତ ଦାୟିତ୍ୱ ହେଉଛି ମୋ ମୁଁ ଚାହେଁ ତମ ଭାଇ ଭଉଣୀଙ୍କ ସଂସାର ଭିତରେ ଜଣେ ହିଁ ରହିବା ପାଇଁ। ତାପରେ ତମ ଇଚ୍ଛା। ହଁ ଭାଇ, ଶ୍ରୀକାନ୍ତ ବାବୁ ଆଜି ଯେଉଁ ମୋର ଉପକାର କରିଛନ୍ତି ମୁଁ ତାକୁ ଜୀବନରେ କେବେ ବି ପର କରିପାରିବିନି। ବିପଦ? ଆରେ କି ବିପଦ? ଗୋଟେ ଗରିବର ହୃଦୟର ଇଜ୍ଜତ ସବୁବେଳେ ତା ପାଇଁ ବିପଦ ସୃଷ୍ଟି କରେ। ଆଜି ଗୋଟେ ସେମିତି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି ମୁଁ। ଯଦି ଶ୍ରୀକାନ୍ତ ବାବୁ ଠିକ୍ ଟାଇମରେ ପହଞ୍ଚି ନଥାନ୍ତେ ତ ଭଉଣୀର ଜୀବନରେ କାହାକି ମୁହଁ ଦେଖେଇ ପାରିନଥାନ୍ତା। ଥାନାରେ ଅଭିଯୋଗ କରିବା ପାଇଁ ଶ୍ରୀକାନ୍ତ ବାବୁ ମୋତେ ମନା କଲେ। କହିଲେ କିଛି ତ ହେଇନି, କାହିଁକି ଅଯଥା ନିଜକୁ ବଦନାମ କରିବ, ଆଉ ସେଥିପାଇଁ ମୁଁ ଚୁପ୍ ରହିଲି। ବାବୁ, ଆପଣ ମୋ ଭଉଣୀର ଏତେ ବଡ଼ ଉପକାର କରିଛନ୍ତି, ଅଥଚ ମୁଁ ଆପଣଙ୍କୁ ବଡ଼ ଭାବେ କଥାରେ ଆଘାତ ହେଇଛି। ମତେ ଆପଣ କ୍ଷମା ନାଇଁ 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 କ୍ଷମା ମାଗିବା ଦରକାର। ତମକୁ ଚିନ୍ତାମୁକ୍ତ କରିବା ପାଇଁ ଆଜିରୁ ଶ୍ରାବଣର ସମସ୍ତ ଦାୟିତ୍ୱ ମୁଁ ନେବି। ଶ୍ରାବଣୀ କୋଉଠି ବାହା ହବ, କାହାକୁ ବାହା ହବ, ସେ ନିଷ୍ପତ୍ତି ମଧ୍ୟ ମୁଁ ନେବି। ଏଥର ମୋର ପ୍ରଥମ କର୍ତ୍ତବ୍ୟ ସେ ନବଘନ ବାବୁଙ୍କୁ ସାହାଯ୍ୟ। ତାହେଲେ ଚାଲନ୍ତୁ, ମୁଁ ଆପଣଙ୍କ ସହିତ ତାଙ୍କର ଦେଖା କରିଦେବି। ତାପରେ ଆସିବେ ଯେତେବେଳେ ମୋ ଭାଇକି ଡାକି ଆଜି ଏତେ ଗୁଡ଼େ କଥା କହୁଛି। ନେବିନି, ଏତିକି ବିଶ୍ୱାସ ତାଙ୍କ ଉପରେ ମୋର ଅଛି। যদি এଠି হব হଉ তোর কোন অসুবিধা হচ্ছে না? ମୋର କିଛି ଅସୁବିଧା ହବନି, ହବ ତୋର। କାହିଁକି ନା ତୁ ତାକୁ ବାହା ହେଇ ସଂସାର କରିବୁ। ଆଉ କିଛି ବି ହେଇପାରିବନି, କାହିଁକି ନା ସେ ପ୍ରସ୍ତାବ ରାଜି ହେଇ ମୋ ଭାଇଙ୍କୁ କଥା ଦେଇ ସାରିଛି। ଯଦି କଥା ଦେଇଛି କଥା ଧରେ। ଆଉ କେବେ ସମ୍ଭବ ନୁହଁ। ହରେ ଶୁଭ, ମୁଁ ତ ମା ନା ଶତ୍ରୁ ବା। ମା ହିଁ ମୋ କଥା ରହିବନି, ଗୋଟେ ସମ୍ପତ୍ତ ଭାଇ କଥା ରହିବ ହେଇପାରିବନି। ମୋ ନାନ୍ତି ଖଣ୍ଡି ଘର ଝିଅ ଏ ଘରକୁ ବୋହୂ ହେଇ ଆସିପାରିବନି। ଇରେ ଘରକୁ କିଏ ବୋହୂ ହେଇ ଆସିବ ସେ କଥା ତ ନିଷ୍ପତ୍ତି ସରିଲାଣି। ତମେ ଅଯଥା କାହିଁକି ଏମିତି ହଉଛ? ତମେ କାହିଁକି ମୁଣ୍ଡ ଭର୍ତ୍ତି କରୁଛ ବା? ମୁଁ ତମ ପୁଅକୁ କହୁଛି, ଆମେ ମା ପୁଅ କଥା ହେଲା ବେଳେ ତମେ କାହିଁ ମୁଣ୍ଡଟା ଭର୍ତ୍ତି କରିଦଉଛ? ଶୁଣେ, ମୋ ମୁଣ୍ଡ ଭର୍ତ୍ତି କରୁଛି ଏଇଥିପାଇଁ ତମେ ତାର ମା ହେଲେ ମୁଁ ତା ବାପା। ଓହୋ ଲୋ ମୋ ବାପା। ବାପା ନା ବିରି କଣ ଖାଉଛ? ବାପା ତ ଏମିତି କଣ କହୁଛୁ ଯେ? କହିବ ଏମିତି କହିବ, କାରଣ ଏଇ ଘରେ ସେ ମତେ ଗୋଟେ ଚାକର ବୋଲି ଭାବି ନେଇଛି ତ ସେ ଏମିତି କହିବ। ହୟୋ ମଙ୍ଗଳଙ୍କର ମାଲିକ ହୋଇ ଗୋଡ଼ ଉପରେ ଗୋଡ଼ ପକେଇ ବସିଥିଲ ଯେ ଆଜି ମୁଁ ତମକୁ ଚାକର କହିଦେଲି। କହିଲା ଭଳିଆ ଆଜି ପର୍ଯ୍ୟନ୍ତ ଯଦି ଏ ଘରକୁ ମୁଁ ସମ୍ଭାଳି ନଥାନ୍ତି ତମେ ସମସ୍ତେ କେବେଠାରୁ ବଡ଼ ଦାଣ୍ଡରେ ଯାଇ ହାତ ପତେଇଥାନ୍ତ। କଣ କହୁଛୁ? ତୁ ଏ ଘରକୁ ସମାନ, ଆଜି ପର୍ଯ୍ୟନ୍ତ ଏ ଘରକୁ ସମାନ ରଖୁଛନ୍ତି ମୋ ବଡ଼ ଭାଇ। ତାମାନେ ମୁଁ କିଛି କରିବି? ତୁ କିଛି ନୁହେଁ ବୋଲି ମୁଁ କହୁନି। ହେଲେ ଆଜି ଯଦି ଏ ଘରେ ରହିଛି କେବଳ ତାଙ୍କରି ପାଇଁ। ସମସ୍ତଙ୍କୁ ସୁଖ ରଖିବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି ସେ। ସମସ୍ତଙ୍କୁ ଭଲ ରଖିବା ପାଇଁ ସ୍ୱପ୍ନ ଦେଖେଇଛନ୍ତି ସେ। ଥାଉ, ସେ କଥା ଆଉ କାହାକୁ ଶୁଣେନି, ସିଏ ଶୁଣିବ, ମତେ ଶୁଣା। ତୁ ବି ଶୁଣିବ। ମୁଁ କିଛି ଭୁଲ କଥା କହୁନି। ଆଜି ଯଦି ପାଠ ପଢି ଆଇଏଏସ୍ ପାଇଁ ଡେପୁଟି କଲେକ୍ଟର ହେଇଥାଏ କାହା ପାଇଁ? କେବଳ ତାଙ୍କରି ପାଇଁ। ଯାହାକୁ ତୁ ଆଜି ସାବତ ପୁଅ କହି ଆକ୍ଷେପ କରୁଛୁ, ସେ ଯଦି ମତେ ପାଠ ପଢେଇ ଥାନ୍ତେ ତାହେଲେ ମୋ ଅବସ୍ଥାଟା କଣ ହେଇଥାନ୍ତା ତୁ କହ। ସେଇ କଥା ତ ବୋଉ ଟିକେ ଭଲ ଭାବରେ ବୁଝେଇଦିଏ। ଆରେ ଯାହାକୁ ସେ ସାବତ ପୁଅ କହି ଆର ଆଖିରେ ଦେଖିପାରୁନି, ସେଇ ସାବତ ପୁଅ ତ୍ୟାଗରେ ଏ ପରିବାରର ପ୍ରତ୍ୟେକଟି ମଣିଷ ତା ପାଖରେ ହାତ ନ ପତେଇବି ଆଜି ପର୍ଯ୍ୟନ୍ତ ସମ୍ମାନର ସହିତ ବଞ୍ଚିଛନ୍ତି। ଥାଉ ଥାଉ, ସେ ଭାଷଣ ମାନେ ଗାଁ ଛକରେ ଯଦି ମାରିବ ଲୋକମାନେ ଶୁଣି ବାପା କହିବେ, ମତେ ଶୁଣା। ଦେବୁ ମୋ ଅଫିସ ଲୋକ ବୋଧେ କେହି ଆସିଗଲେ। ତୁ ଗୋଟେ କାମ କର, ତୁ ଟିକେ ଘରେ ଗଲୁ। ହଉ, ସବୁବେଳେ ମୋ କଥା କଣ ଦେଖା କରୁଛୁ? ଦିନ ପସ୍ତାଇବୁ, ସେତେବେଳେ ଭାବିବୁ ଯେ ମୋରି କଥା। ବହୁତ ବାରି ହବ। ଏ ଶୁଭ ଦେଖିଲୁ ଆମ ଘର ଭିତରୁ କିଏ ଜଣେ ଆସୁଛନ୍ତି। ମୋତେ ଆପଣମାନେ କେହି ଚିହ୍ନି ନଥିବେ, ତେବେ ମୁଁ ନିଶ୍ଚୟ ଡେପୁଟି କଲେକ୍ଟର ଶୁଭକାନ୍ତ ବାବୁକୁ ଜାଣିଛି। ବାଇ ଦ ୱେ, ମୁଁ ହେଉଛି ଶଶାଙ୍କ ପଟ୍ଟନାୟକ। ପଟ୍ଟନାୟକ କମ୍ପାନୀର ମୁଁ ହେଉଛି ମାଲିକ। ଆଜ୍ଞା ନମସ୍କାର। ଆଜ୍ଞା ଆପଣ ଆମ ଘରକୁ କାହିଁକି ଆସିଛନ୍ତି? ଆଜ୍ଞା ଅବଶ୍ୟ ମୁଁ ଯୋଉଥିପାଇଁ ଆସିଛି ଚାହିଁଥିଲେ ଅନ୍ୟ କାହା ମାଧ୍ୟମରେ କଥା ହେଇପାରିବି,
কিন্তু কাহিকি কে জানে তা অপেକ୍ଷା ମୁଁ ନିଜେ ଆସି ଡାଇରେକ୍ଟ କଥା ହେବାକୁ ଉଚିତ ମନେ କରେ। ହେଲେ ପ୍ରସଙ୍ଗ କଣ? କୋଉ ବିଷୟରେ କଥା ହେବାକୁ ଆସିଛୁ? ମୋ ଝିଅର ବିବାହ ପ୍ରସ୍ତାବ ନେଇ ଆସିଛି। ଗାଁ ପ୍ରସ୍ତାବ ହେଲେ ଗାଁ ପାଇଁ? ଡେପୁଟି କଲେକ୍ଟର ଶୁଭକାନ୍ତ ବାବୁଙ୍କ ପାଇଁ। ଦେଖନ୍ତୁ ଆଜ୍ଞା, ମୋ ପୁଅ ବାହାଘର ମୋ ଝିଅ ସହିତ ନିଶ୍ଚୟ ହେବା ଉଚିତ। କାହିଁକି ନା କଲେଜରେ ପାଠ ପଢୁଥିବା ସମୟରେ ମୋ ଝିଅ ସନମ ଶୁଭକାନ୍ତକୁ ମନେ ମନେ ପସନ୍ଦ କରିଥିଲା ଆଉ ତାଙ୍କୁ ମ୍ୟାରେଜ କରି ମଧ୍ୟ ନିଷ୍ପତ୍ତି ନେଇ ସାରିଥିଲା। ହେଲେ ଆପଣଙ୍କ ଝିଅ ସହିତ ମୋର ତ କୌଣସି ଜଣାଶୁଣା ନାହିଁ। ସେଇଥିପାଇଁ ତ ଆସିଛି। ଜଣାଶୁଣା ଚିହ୍ନା ପରିଚୟ ତାପରେ ବାହାଘର ଫାଇନାଲ କରିବା। ନାଇଁ ନାଇଁ ନାଇଁ, ଆପଣ ଏମିତି କେମିତି ବାହାଘର ଫାଇନାଲ କରିଦେବେ? ନାଇଁ ନାଇଁ ନାଇଁ, ଆପଣଙ୍କ ବ୍ୟସ୍ତ ହବା ଦରକାର ନାହିଁ। କେତେ ଆଉ ଅପେକ୍ଷାର ବ୍ରତ ଧାରଣ କରି ମୁଁ ଚୁପଚାପ କରି ରହିବି? ଓଷା ବ୍ରତ ତପସ୍ୟା କୋଉଥିରେ ମୁଁ କିଛି ଉଣା କରିଛି? ଦେଖ ତାହେଲେ କାହିଁକି ମୋ ଅଗଣାକୁ ମୌସୁମୀ ଛୁଇଁଲାନି? କାହିଁକି ମାୟା କରୁଛି ସେ ମୌସୁମୀ ମୋ ସାଥିରେ? ମାୟାବିନୀ ମୌସୁମୀ ସାଥି ମୋ ଭାଗ୍ୟ ଆଉ ମାତୃତ୍ୱ ମାଟିକୁ ମରୁଭୂମି କରିଦେଲା ସେ। ସବୁ ଭାଗ୍ୟର ଦୋଷ ସୁମିତ୍ରା। ଭାଗ୍ୟ ଆମ ପାଖରୁ ମୌସୁମୀକୁ ମାୟା କରି ଛଡ଼େଇ ନେଇଛି। ସେଥିପାଇଁ ଆମେ ଈଶ୍ୱରକୁ କାହିଁକି ଦୋଷ ଦେବା? ତାମାନେ ତମେ କହୁଛ ବରଂ ଈଶ୍ୱରକୁ ହାତ ଯୋଡ଼ି ପ୍ରାର୍ଥନା କର, ସେ ମାୟାବିନୀ ମୌସୁମୀର ମାୟାକୁ କାଟି ସେ ତମ ଗର୍ଭରେ ମାଟି ଚାରାଟି ସଞ୍ଚାର କରିବାକୁ ଶକ୍ତି ଦିଅନ୍ତୁ। ହଁ, ଆମେ ପୁଣି ମାତୃତ୍ୱରେ ଭରି ଉଠ। ହଁ, Thank you.
ବି କୋଇଲି ବି ଗୀତ ଗାଏ। मला बड़ा विरक्तिया संडटा ये ठीक है से आ तो मुरा डाको पे डाको छाड़ी परिबे सब खाल ले जाए जानी आ ता द्वार में डाको छाड़ी छाड़ी पोकर मो पेट आंडे गले पुणे आ द्वार में डाको पे डाको न चले बाबू भीतर बाहर को बाहरी छी 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 चाकरी करिबो पियो ना गोटा सुधा बुलेबो कोन मु बापू ए संडा संडा किरे संडा डाको छल्ला मोला संडा कोन आके एते गरम ଷଣ୍ଢ ଷଣ୍ଢ ବୋଲି କାହିଁକି ଚିତ୍କାର କରୁଛୁ କିଲୋ ଜର୍ସି ତୋର ଟିକେ ସାଧାରଣ କାଣ୍ଡ ଜ୍ଞାନ ନାହିଁ 24 ଘଣ୍ଟା ଗାଈ ଗୋବର ଗାଈ ମୂତ୍ରରେ ଘାଣ୍ଟି ଜର୍ସି ଛଡ଼ା ଭଳିଆ ଦେଖାଯାଉଛି ଏଥିରେ ଏମିତି କଥାବାର୍ତ୍ତା କରୁଛୁ अरे ओ पैसा बाड़ी को संडा मु त दर्शी छड़ा वे देखा जाउची ପୁଣି ଷଣ୍ଢ ମୋର ଯାହା ମନ ହଉଛି ତୁ ଗାଈ ଗୁହାଳରେ ରହି ରହି ଷଣ୍ଢ ଛଡ଼ା ତତେ ଆଉ କିଛି ଭଲ ଦେଖାଯାଉନି ଲୋ ଜର୍ସି चिड़ी चुकाई की बसे अच्छा तू ना के को कहली संडा ମୋ ନାଁ କ'ଣ ତୁ ଜାଣିନୁ मला तू कहनु ଗୋପାଳ ଷଣ୍ଢ गोपाल संडा ବାବୁରେ बाबू हाँ। बाबू ना बाबू हाँ। कहू बियनु तू है बाबू हाँ। सारा चाकरी करबो पियनु बनेबो कनु मो बाबू मते जा शरम नै ना अच्छा तो सांगेटा कोन कहलु କାହିଁ ତୁ କ'ଣ ପିଣ୍ଡ ପକେଇବୁ ନା काई तू कहू सेमिति कहू ମୋ ସାଇଆ କ'ଣ ତୁ ଜାଣିନୁ मो कमी जानी तू कहू ଶୁଣ କହୁଛି ମୋ ସାଇଆ ହେଲା ଷଣ୍ଢ ଆଉ ମୋ ନାଁ ହେଲା ଗୋପାଳ ଷଣ୍ଢ संगति आमु संगति अछंती चिड़ु चुकाई की बा ମୋ ଷଣ୍ଢ ହେଲେ ତୁ ଜର୍ସି ଛଡ଼ା କାହିଁକି ତ ଖରାପ ଲାଗୁଛି राम ते दुनिया के सारा लोक जानचंती मो ना है ललिता गौरू तू कोन मेरे ओडे नुआ ना बारे कोलुनी तो 14 पुरुष केरा की ସାଡ଼କୁ ଜାନା କହୁଛି ମୋ 14 ପୁରୁଷ ଆଡ଼କୁ ହାତ ବଢ଼େଇବୁନୁ କହୁଛି हाय ହଁ तो 14 पुरुष कोन मो दरकार पड़ले तो 27 पुरुष को गाल देवा लोक मु अरे कोन बोली भाबे छु मते हां किरो दबार ता दिने न ଏ ଲଳିତା 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 ତୁ ସତରେ ପଳେଇ ଯିବୁ ନା କ'ଣ ଶୁଣୁ ବା ମୁଁ ତତେ ଗୋଟେ ଥଟାରେ କହିଲି ନା ତୁ ହିଟ୍ ହେଇକିରି ପଳେଇ ଯାଉଛୁ अरे कोइलु हिटी हाँ। कहीं मुकर तो साड़ी वाला देखा तो ना कोन हां ଶାଢ଼ୀ କ'ଣ କହିଲି ମୁଁ ତତେ ए येते कथा गप ना हाँ। किरो लबा के तादी तो जाके देखी ଆଉ ଦେ 1.5 ଲିଟର ଦେ 1.5 लीटर ହଁ मलानी तो लीटर लेखा किरो वाटी कोन 1.5 लीटर ଶୁଣି ଇଆଡ଼େ କହିଲା ଗାଁରୁ ଆସିବା ଦିନ ଠାରୁ ବାବୁଙ୍କ ମନ ଭଲ ନଥିଲା ହଁ। ଆଉ କ୍ଷୀର ପିଇବେ କ'ଣ ବୁଝିପାରିଲୁ କି ଏଇ 2-3 ଦିନ ହେଲାଣି ବାବୁଙ୍କୁ ଭୀଷଣ ଜ୍ୱର जरो ତୁମେ ଅଧିକା କ୍ଷୀର ଟିକେ ନେଇ ପିଆଇ ଦେଲେ ଟିକେ ହିଟ୍ ହେଇଯିବ ବାବୁ ସେଇ ଯୋଗୁଁ ତତେ ମାଗୁଛି ଆଉ लो 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 मु जान पहले नहीं 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 ଇଏ ବର ଅଠା ଭଳିଆ କ୍ଷୀର ଆଣିଛୁ ଟି हां ने म तो नीति किरो न तो जानि पानु ना कोन ଦେ ଦେ ବାବୁ ଦେଇଦିଲ 1.5 ଲିଟର ନୁହଁ ତ 2 ଲିଟର लीटर बा ହଉ ମୁଁ ତ କହୁଛି ଆଉ खाइला संड कोई दिया बा हेडी संड बाबू को कहबो हाँ। एई मासरे मते टंका 5000 एडवांस देबे କାହିଁକି से निया लगा तुम केतरा मो गुआलु फाळे नै जाई से एक पूरा मरामती करिबी ହ୍ୟାଲୋ କାଳ ବୈଶାଖୀ ତ ଗୁହାଳରୁ ଫାଳେ ଭାଙ୍ଗି ଦେଇଛି हां पर से गाड़ी में से काला पैसा की तारी आटी मो दुआर ऊपर पइला ତୋ ଉପରେ କେମିତି ଆଖି ପଡ଼ିନି ସେ କଥା କହ ନହେଲେ ତୋର କ'ଣ ନାହିଁ କ'ଣ ଦେଇଯାଇଥାନ୍ତା ଲୋ ये को ए। ये को होची କାଟିଦେଲି କ'ଣ କହିଲ हा जा बा हाँ? किरो नै दिजा बाबू कहबो टंका 5000 एडवांस देबे जा 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 ଏ, ବାବୁ କ'ଣ ଟଙ୍କା ଦେବେ ମୁଁ ଟଙ୍କା ଦେବି ତ ଗୁହାଳ ମରାମତି ମୁଁ କରିବି ये टे गुआल मरामती कला वाला ना ପରୀକ୍ଷା କରି ଦେଖିବୁ परीक्षा करी हाँ। तो तो देखला हम डाला बाजिले एते बड़ा कोडा धुमो केत्र तू उड़ी जीवु ଆଉ ନା ଧୂମ पहिला कोन मो गुआल मरामती कर जा जा किरो नै को ଏ ଲଳିତା ଶୁଣୁଗା कोन हा ଗୋଟେ କାମ କରୁନୁ ଅଲଗା ବେଳେ ଟିକେ କେତେବେଳେ ଆସୁନୁ ओ दादा बड़े हाँ। ओ बेलगा 12ଟା ବେଳେ ଆସୁନୁ काटता बड़े कहेंगी ବାବୁ ଅଫିସ କି ପଳେଇ ଯାଇଥିବେ ଆଉ ତୋର ଗୁହାଳ କାମ ସରିଦବ ତୁ ଆମ ବାଥରୁମ ରେ ଗାଧା ପଦା କାମ ସାରି ପଳେଇବୁ ଆଉ କ'ଣ? माला तो बाथरूम रे काई मुगा धोपा दो काम करी ଆଉ ତୋର ଅଛି ନା କ'ଣ ଶୁଣ ଆମ ବାଥରୁମ ରେ ଗାଧେଇବୁ ଅନେଇଲୁ କବାଟକୁ ବନ୍ଦ କରିଦବୁ ଦେହରୁ ଲୁଗାପଟା ସବୁ ଖୋଲିଦବୁ ସାବୁନ ଘଷେଇକିରି ସାଉଆର ତଳେ ଠିଆ ହେଇଯିବୁ
पूरा गोबर गंध सफा मोल्ला ए संड मु तमर सफा आदि हाँ। तेते कोनटा लाभ मिलिबो से कथा तते खोलिकिरी कही कोले कि न कोले मु बुझिबि केमि ଶୁଣ ଗାଧୁଆ ପାଧୁଆ ବେଳେ ତୋର ଯଦି ମନ ହବ ଦି ଜଣ ଯାକ ବାଥରୁମକୁ ପଶିଯିବା ମୁଁ ତୋ ଠେଇଁ ଘଷି ଦେବି ଲାଇବଲ୍ ସାବୁନ ମୋ ଠି ବସିବୁ ତୁ ମୋ ଠେଇଁ ଘଷି ଦେବୁ ସିନ୍ଥଲ ସାବୁନ ମୋ ଠି ବସିବି ଆଉ ଗୋଟେ ବଡି ସ୍ପ୍ରେ ଅଛି ଭାରି ହିଟ୍ ବାଥରୁମ ରେ ତାପରେ ଗୀତ ଗାଉଥିବା ଟିପି ଟିପି ବରସା ପାନି ପାନି ସେ ଆଗେ କେତେ ବଢିଆ ହବ କଣ ବଢିଆ ଆଉ କଣ ବା ତାପରେ ତ ଷଣ୍ଢ ଦର୍ଶି ଲଡା ଲଡି ହେବେ ବଢିଆ କଥା ଦି ଜଣ କେତେ ମଜା କରିବା କହ ଏତେ ମଜା ହବ ନା ମ ହଁ। ତା ନହେଲେ ତ ପେଟ ଗରମ ହେଇକି ଛାଡା ହବ ଯା ଯା କ୍ଷୀର ନେଇ ନହେଲା ନାଇଁ କାଳ ବୈଶାଖୀ ଏମିତି ଆଉଥବ ତ ଘୁଆଳକୁ ଭାଙ୍ଗୁଥବ ମରାମତି କରିପାରିବୁନି ଯା। ये टोकाटा किछि मुंड नु हे या बाथरूम को मु आसीबी ये संडा जीव मो गुआरे ମୁଁ କୁଆଡେ ଯିବି କି କାହିଁର ମୋ ଇଲାକାରେ ତ ଜମା ମାଡୁନୁ मोला मोला हरावा पैसा बुढ़ा हाथी बुढ़ा तो मुकरा 60 हेलानी ହାତୀ ବୁଢା ଗୋଟେ କଣ କହୁଛୁ ବ୍ରଜ ବିହାରୀ କହୁନୁ तमरा बयस अछि ना ବ୍ରଜ ବିହାରୀ ଯଦି ନ କହି ପାରୁଛୁ ସିନେମାରେ ବରଜ ବୋଲିକି ଡାକୁନୁ बरजु हाँ। हौ बरजु बाबू ହାଁ? मु जेते बेले जुआरे जाउची तमे काई मो पत्र सुगी सुगी का जाउछ कोनी काई मते न देखला तो मोर कोन बात हच्चा मारनी ରାତିରେ ଜମା ନିଦ ହଉନି हरावा पैसा बुढ़ा କେବଳ ତୋରି କଥା ଭାବି ଭାବିକି ଜମା ନିଦ ହଉନି मोर कथा राती रे तू काई मोर कथा भाबुछ राती रे चिन्नी जुना मते मु किए ସେଟା ମୋ ପାଇନି ହେବ आउ ରାତି ପାଇଲେ କେମିତି ତୋ ପାଖରୁ କ୍ଷୀର ନେବି ସେଇ କଥା ଭାବି 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 ଜମା ନିଦ ହଉନି ଏଇ ଦେଖୁନ ସକାଳୁ ସକାଳୁ ଆସିକି ତୋ ଗୁଆଳ ଘରେ ପହଞ୍ଚିଲା ବେଳକୁ ତୁ କ'ଣ ଅଛୁ ଖୋଜି 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 ଏଇଠି ଦେ ତ କ୍ଷୀର ଟିକେ ପିଇଦେନି ଦେ ତ କ୍ଷୀର ଦେ ମୁଁ ଟିକେ ପିଇ ଦିଏ कौन दे तो खीर दे हां मोला देखु जबरा से टोकरा सब जगह खीर नहीं चली गला तो मोरिया की सामने रे ସେ କଥା ମୁଁ ଜାଣିନି ତୋ କ୍ଷୀର ମତେ ଦେ ମୁଁ କପଟ କ'ଣ ନାମ कौन कपट कौन नाम ବରଂ ତ କ୍ଷୀର ଲିଟର ପିଛା 2 ଟଙ୍କା ଅଧିକା ଦେବି ହେଲେ ତୋ କ୍ଷୀର ମୁଁ ପିଇବି हराती बुढ़ा मो खीर लीटर पीछा तू काई 2 टका अधिक देबू ସେମିତି ଦରକାର ପଡ଼ିଲେ 3 ଟଙ୍କା ଦେବି ସେମିତି ଯଦି ଦରକାର ହବ 5 ଟଙ୍କା ପର୍ଯ୍ୟନ୍ତ ମାରି ଯିବି ହେଲେ ତୋ କ୍ଷୀର ମୁଁ ପିଇବି तू एई बयस रे इत्ती की होची ना तो बयस तिला तो केते कोन हो ସେ କଥା କହିବାକୁ ବେଳ ଅଛି ନା ତୋ କ୍ଷୀରକୁ ନେଇକି ଗରମ କରି ପିଇବା ପାଇଁ ବେଳ ଅଛି ଡାଇରେକ୍ଟ ଏଠି ମୋ ମୁହଁରେ ଦେଇଦେ ପିଇଦିଏ ତୋ କ୍ଷୀର ପିଇଦେଲେ ଦେହ ପୁରା ଗରମ ହୋଇଯିବ देवरे गरम है जियो तेरा बयस अछि ना गरम होबो ଏଇ ସତ କଥା ହେଲେ ଗୋଟେ ମନ କଥା କହିଦେଲୁ कोन बा ଏ ଦିନ ହେଲା ଭାବିନେଲି ତତେ କହିବି ଯଦି ମନେ ପଡ଼େନି ଆଜି ମନେ ପଡ଼ୁଛି कहू ना ମୋର ବେଳେବେଳେ ଇଚ୍ଛା ହୁଏ ତତେ କହିବି ତୁ ନା ଆଉ ବୁଲି ବୁଲି ତୁ କ୍ଷୀର ବିକ୍ରି କରନା ସବୁ କ୍ଷୀର ମତେ ଦେଇଦେ ମୁଁ ପିଇଦେବି मोरी बुना कोन बा मो गुआला देखिछु ना କାହିଁ ଗୁଆଳ ଛୋଟ କରିଦଉନୁ ଆମେ ଦୁଇ ଆମର କେହି ନାହିଁ एबी कोन कहछ म ବୁଝିଲ ନା कोन बा ଏଇ ତୁ ହାତ ପାଟ କେବେ ଦି ହାତ ହବୁ ଏବେ ମୋ ହାତ ଧରିବ खेले पर सेटा मो बेपार ବେପାର କ'ଣ ବନ୍ଦ କରି ହବନି केमिति बंद करियो जे मो हाथ को दी हाथ हे सारले सिना हबो ବଢ଼େଇ ଦେବି ଧରି ପକା खाली हाथ धरिबु ना ଆଉ ବୟସ ଅଛି କୋଉଠି कोन धरियाकु मो ତୋ କ୍ଷୀର ପିଇଦେଲେ ବଡ଼ ବୟସରେ ଗୋଟେ ଜୁସ୍ ଆସିଯିବ ସେ ଭରସା ମୋ ଉପରେ ମୋର ଅଛି ବୁଝି एते गरम हो ना मो तानले झाटा हबो तो ଛାଡ଼ ସେ କଥା ଛାଡ଼ ଆନି ତ କ୍ଷୀର ଦେଇନି ମୁଁ ଡାଇରେକ୍ଟ ମୋ ପାଟିରେ ଢାଳିଲେ पाटे धरिबी हा बसी के जे आटा करूनु ତଳେ ଢାଳି ହେଇଗଲା ନା ନା ନା
କ୍ଷୀର ଥିଲା ମୋ ବେଳକୁ ଟ୍ରେନ ଫାଙ୍କା। ହଉ ହଉ ଛଡ଼ା ସକାଳୁ ସକାଳୁ ସିନା କ୍ଷୀର ଧରା ପଡୁନି ର ଦିନେ ଅନ୍ଧାରୁଆ ଯାଇକି ତୋ ଗୁଆରେ ଛପି ରହିବି। ତୁ ତ ଜର୍ସି ଗାଈର ପନା ଧରିବା ମାତ୍ରେ ସେଇଠି ଡାଇରେକ୍ଟ ମୋ ମୁହଁ ଲଗେଇଦେବି। ଲଳିତା ପାଖରୁ କ୍ଷୀର ପିଇବି ପିଇବି ପିଇବି। ये कौन ଏ ତମେ କି? हाँ ସାର୍ ଅଛନ୍ତି ନା ଅଫିସ ପଳେଇଛୁ? तेरे को सारा को दिखे दिलो ହଁ ନା ହଁ ନା कौन ନା ମୁଁ बुढ़ा मंदे मंदे भागुची से सड़ा सड़ा गुड़ खाइबु कोन रे रह तो सुंडू को जदी मो काटी न देछि तू मते चिन्हिबु सुंदर थब जे तू क्षीर पीबु ଶୁଣ ଆଙ୍କ ପାଇଁ ବି ଖାଇବା ତିଆରି କରିବୁ ସେ ଆମ ସହିତ ଏଇଠି ଏକାଠି ଖାଇବ ହେଲା। बाबू से कथा मते कहियाको पड़िबो आज्ञा ମୋ ଖାଇବା ପାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି ବାବୁ। ମୁଁ ଏ ସାଙ୍ଗେ ସାଙ୍ଗେ ଚାଲିଯିବି। କାହିଁ ଆମ ସହିତ ଏକାଠି ଖାଇଲେ ତମର କ'ଣ ଅସୁବିଧା ହବ? ନାଇଁ ସେ କଥା ନୁହେଁ ଯେ ଆପଣ ସୁସ୍ଥ ହୋଇ ଘରକୁ ଫେରିଲେ ସେତିକିରେ ମୁଁ ଶାନ୍ତି। ମୋର ଆଉ କିଛି ଦରକାର ନାହିଁ। ମୋ କାରଟା ରାସ୍ତା କଡ଼ରେ ଗଛରେ ପିଟି ହେଇଯାଇଥିଲା। ମୁଁ ବୋଧେ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ମାଗୁଥିଲି। ଆଉ ସେତେବେଳେ ସେଇ ବାଟରେ ମୁଁ ଘରକୁ ଫେରୁଥିଲି। ତମେ ମୋତେ ମେଡ଼ିକାଲ ଆଣିଲ। 5 ଦିନ ଧରି ମୋ ପାଖରେ ଜଗି ରହିଲ। ମୁଁ ଦେଖିଛି ସେଇ 5 ଦିନ କାଳ ତମ ଆଖିରେ ନିଦ ନଥିଲା କି ପେଟରେ ଭୋକ ନଥିଲା। ଶେଷରେ ସୁସ୍ଥ କରି ମୋତେ ଆଣି ଘର ଛାଡୁଛ। କେମିତି ସୁଝିବି ତମର ଏ ଋଣ? ଋଣର ପ୍ରଶ୍ନ ଉଠୁଛି କାହିଁକି ବାବୁ? ମଣିଷ ହିସାବରେ ସେତେବେଳେ ସେଇଟା ମୋର କର୍ତ୍ତବ୍ୟ ଥିଲା। ମୁଁ କେବଳ ମୋ କର୍ତ୍ତବ୍ୟ କରିଛି ଆଉ ତ କିଛି ଅପେକ୍ଷା କରିନି। କୋଉ ୟୁନିଭର୍ସିଟିରେ ମାନବିକତାର ପାଠ ପଢିଛ ତମେ? ୟୁନିଭର୍ସିଟିର ଦୁଆର ମାରିନି ବାବୁ। +2 ଯାଏଁ ପାଠ ପଢିଛି। ଆପଣ ହାତ ଯୋଡୁଛି ଦୟାକରି ଆପଣ ମତେ ଛାଡି ଦିଅନ୍ତୁ। अबे बाबू को हरणी की सामने भाई छाड़ी दे जो मुझे छाड़ी दे। ମୁଁ ଆପଣ କିଛି ବି କ୍ଷତି କରିନି। ଆପଣ କାହିଁକି ମୋ ପଛରେ ପଡିଛନ୍ତି? ଛାଡି ଦିଅନ୍ତୁ ମତେ। शांति छाड़ी दियो तो मते हरणी खाली विकल होतो। हेले बागो ताको खाइबा पाई हंटाळ छाड़ी खाली जीव बोलाउथो। ଦେଖନ୍ତୁ ସେଦିନ ମୋ ସହିତ ଆପଣ ଯାହା ବି ବ୍ୟବହାର କରିଥିଲେ ମୁଁ ଥାନାକୁ ଯାଇ ଆପଣଙ୍କ ନାଁରେ କିଛି ବି କମ୍ପ୍ଲେନ୍ କରିନଥିଲି। ଆଜି ତ ଆପଣ ମୋର କିଛି କରିବସନ୍ତି ତାହେଲେ ବାଧ୍ୟ ହୋଇ ମୁଁ ଥାନାକୁ ଯାଇ ଆପଣଙ୍କ ନାଁରେ କମ୍ପ୍ଲେନ୍ କରିବି। हां तापर मते जेल हे जीवो फांसी भी हे जाई पारे। हेले मो विरुद्ध कंप्लेन करिया पाई तू साली थाना को गले तो ଯିବି ନିଶ୍ଚୟ ଯିବି ମୁଁ। हां कोन करियो कोन भाबु थाना रे मो नारे कंप्लेन करिवु मते फांसी हे जीवो नहीं। निर्भया फांसी डेढ़ 3 थर घुमचीला मोर 25 थर घुमचीबो। ତ ମୋଟା ଥରେ ଫସି तद उपभोग कर सारिया परे एठी 7 फुट रो गात खोली की पोती देबी। ଆପଣ କେବେ ବି ସେମିତି କରିପାରିବେନି। सब करि पारिबी मु। प्रथमे तो उपभोग करिली तापर कोथरे मारिबी केमिति मारिबी कोठी पोतीबी सही कथा चिंता करिबी। ମୁଁ ଆପଣଙ୍କ ହାତ ଯୋଡୁଛି ଆପଣଙ୍କ ଗୋଡ଼ ତଳେ ପଡୁଛି ଆପଣ ମତେ ଛାଡି ଦିଅନ୍ତୁ। छाड़ी दियो तो मते केते थर से डायलॉग रिपीट करछु बे। चल ମୋ ସାଙ୍ଗରେ ଦେଖିବୁ କେମିତି ନୂଆ ଷ୍ଟାଇଲ ରେ ଉପଭୋଗ କର। ଏ ମାଷ୍ଟର ସିଦ୍ଧାର୍ଥ ମଙ୍ଗରାଜ ଇଲୋ ତୁ ଆଇଛୁ ନା ଲୋ ଶ୍ରାବଣୀ ଛାଡି ଦେ କହୁଛି। ଯଦି ନ ଛାଡେ ତାର ତ ଏମିତି ଅବସ୍ଥା କରିବି ସେଟା ତ ସ୍ୱପ୍ନରେ ସୁଦ୍ଧା ଭାବି ପାରିବନି। ହେ କଣ କରିବେ ତୁମର? ଆଚ୍ଛା ତ ବାଦ ଦେବେ। ମରିବି ନା କଣ? ଆର ଛୋଟିଆ ଯନ୍ତ୍ର ଫୁଟୁଛି। ଚାଲ ଶ୍ରାବଣୀ ତମେ ମୋ ସାଙ୍ଗରେ ଆସ। ଶୁଣ ତ କଥାବାର୍ତ୍ତା ଠିକ ନାହିଁ ଆଉ ଏবার ଛାଡ଼ିବା କଥା ହେଇଥିଲା ନବା କଥା ହେଇନଥିଲା। ନେଇ ପାରିବୁନି ଯିବାକୁ ଦେବିନି ତ ଦେବ। ତୋରି ଆଖି ସାମ୍ନାରେ ଗୋଟେ ଶ୍ରାବଣୀ ନେଇ ଚାଲି ଯାଉଛି। ଆଚ୍ଛା ଯଦି ତୋର ତାକତ ଅଛି ତାହେଲେ ମତେ ଏବେ ଏଇଠି ଅଟକେଇ ଦେ। ଶୁଣ ତୁ ନିଆ ସାଙ୍ଗରେ ଖେଳ ଖେଳୁଛୁ କଥାଟା କିଛି ଭଲ ହବନି କହୁଛୁ। ଇଚ୍ଛା ହଉଛି ତତେ କୁକୁର ଭଳି ସୁଟ୍ କରିଦେବା ପାଇଁ ଆଚ୍ଛା ହେଲେ ତତେ ମୁଁ ସୁଟ୍ କରିବିନି। ତତେ ମୋ ବାପ ମାରି କାଢିକି ମୋରି ପାଦ ତଳେ ପକେଇବେ। ଆଉ ସେଇଦିନ ତ ଲାଷ୍ଟ ଉପରକୁ ମୁଁ ଗୋଇଠା ମାରିବି। ମୋ ଲଚ୍ଛା ଗୋଇଠା ମାରିବି। ଆଚ୍ଛା ଚାଲ ଶ୍ରାବଣୀ ଶୁଣ
ଏମିତି କରିବି ତ ଇଏ କଣ କରୁଛନ୍ତି ନାଇଁ କାହିଁକି ମାଇଲୁ ବା ତାକୁ ଟିକେ ଉପଭୋଗ କରିଥାନ୍ତି ए माई अरे ये बेटे तुम्हारी तू कहीं के आइन को हाथ को ले लो আইন কানুন সংবিধান কাহার কি খাতির করেনি বাবা সে পাঁচটা পাখর প্রতিষ্ঠা করেছে মো আপন মোর পে সে রাক্ষসটো কো মারিছতি আপন মোর পে হত্যা অপরাধ জেল দিবে হেলে তাহা মু কেবে বে করি দেবিনি সে সিদ্ধান্ত মত আপন মারি নাতে তাকু মু মারছে কথা মু যাকি পুলিশ কি কইবি দিও তো মত সে পিস্তল দিও তো মতে একদম চুপ তোয়া করছ মতে হ্যাঁ অনুগ্রহ করছ মতে কাহা অনুগ্রহ ছাই তলে মুন্ড গুজিবা ঝিও এ সোনো পটনায়ক নুহে মো জীবন বিপর্যস্ত পাই দায়ী কেবল তু মো জীবন নষ্ট করেছু তো বেলা মো জীবন বরবাদ হয়ে যাচ্ছি তোতে মু এতে শীঘ্র ছাড়িবিনি তোতে মু নিশ্চয় শাস্তি দেবি আর কি শাস্তি দেবি কো জানা দেবি সেইটা তু মো সাঙ্গে জান দেখিবু আ মো সাঙ্গে Oh no! कौन करीबी नरहत्या अपराध मो अरेस्ट तापर जेल जीव कौन करीबी मो कौन करीबी ना ये युद्ध को मो मारिछि ଆପଣଙ୍କର କିଛି କରିବା ଦରକାର ନାହିଁ ସାର୍ ଏଣିକି ଯାହା କରିବୁ ଦେଖିନାହାନ୍ତି ସେମାନେ ଦେଖିଛୁ ଆମେ ଆଉ ପ୍ରମାଣ ଦେବୁ ଆମେ